ଧସିଥିବା ଗେଙ୍ଗୁଟି ନଦୀବନ୍ଧ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ଧାମନଗର ଜଳସମ୍ପଦ ବିଭାଗ ଅଧୀନ ଦୋବଲଚୋନ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକ ସାହିଠାରେ ଧସିଥିବା ଗେଙ୍ଗୁଟି ନଦୀବନ୍ଧ ପରିଦର୍ଶନ କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ବାତ୍ୟା ଦାନା ପରେ ଗେଙ୍ଗୁଟି ନଦୀର ଦକ୍ଷିଣ ପାର୍ଶ୍ୱବନ୍ଧ 100ରୁ 150 ଫୁଟ ଲମ୍ବର ଫାଟ ସୃଷ୍ଟି ହେବା ସହ 3-4 ଫୁଟ ଅଂଶ ନଦୀପଟକୁ ଦବି ଯାଇଥିଲା। ଏହାକୁ ନେଇ ନଦୀକୂଳିଆ ଅଞ୍ଚଳବାସୀ ଭୟଭୀତ ଥିଲେ। ତେବେ ଏନେଇ ଆଜି ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମଳିକସାହିଠାରେ ପହଞ୍ଚି ଗେଙ୍ଗୁଟି ନଦୀର ବନ୍ଧ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରି ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ଟେଣ୍ଡର ଆପ୍ରୁଭାଲ ହେଲା ପରେ ବହୁ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ଏହି ପରିଦର୍ଶନ ସମୟରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ସମେତ ତହସିଲଦାର ଦୀପକ କୁମାର ଦାସ, ଧାମନଗର ଜଳସମ୍ପଦ ଅଧିକାରୀ ବିଜୟ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଧାମନଗରରୁ ଫିରୋଜ ଶାହଙ୍କ ରିପୋର୍ଟ, ଗୁଗଲି ନ୍ୟୁଜ।